ଭୀଷ୍ମ ସରଶଯ୍ୟାରେ ଥାଇ କୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ମୁଁ ମୋର ପୂର୍ବ 100ଟି ଜନ୍ମ ଦେଖିପାରୁଛି, କିନ୍ତୁ କୌଣସି ପାପ କରିନାହିଁ। ତଥାପି ମୋତେ ଏହି ସରଶଯ୍ୟାରେ କାହିଁକି ଶୋଇବାକୁ ପଡ଼ିଲା? କୃଷ୍ଣ ହସିଲେ ଏବଂ କହିଲେ, ପିତାମହ, ଆପଣ 101ତମ ଜନ୍ମ କଥା ମନେ ପକାନ୍ତୁ। ସେତେବେଳେ ଆପଣ ଜଣେ ରାଜକୁମାର ଥିଲେ ଏବଂ ଶିକାରରୁ ଫେରିବା ବେଳେ ଏକ କଣ୍ଟା ଜାତୀୟ ପୋକ କେଣ୍ଡୁଆକୁ ବାଟରୁ ହଟାଇବା ପାଇଁ ଶରରେ ବିଦ୍ଧ କରି କଣ୍ଟା ବୁଦାକୁ ଫିଙ୍ଗି ଦେଇଥିଲେ। ସେହି ପୋକ ଦେହରେ କଣ୍ଟା ଫୁଟି ଯେଉଁ ଯନ୍ତ୍ରଣା ହୋଇଥିଲା, ସେହି ପାପର ଫଳ ଆଜି ଆପଣଙ୍କୁ ମିଳୁଛି। ସେଥିରୁ ଶିକ୍ଷା ମିଳୁଛି, କର୍ମର ଫଳ କେବେ ବି ପିଛା ଛାଡ଼େ ନାହିଁ, ଚାହେଁ ସେ ଭୀଷ୍ମଙ୍କ ଭଳି ମହାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି। ଭୀଷ୍ମ ଜାଣିଥିଲେ ଯେ କର୍ଣ୍ଣ ହେଉଛନ୍ତି କୁନ୍ତୀଙ୍କ ପୁଅ ଏବଂ ପାଣ୍ଡବଙ୍କ ବଡ଼ ଭାଇ। ସେଥିପାଇଁ ସେ କର୍ଣ୍ଣକୁ ଯୁଦ୍ଧକ୍ଷେତ୍ରକୁ ଆସିବାକୁ ଦେଉନଥିଲେ, ଯେପରିକି ଭାଇ ଭାଇମାନଙ୍କ ମଧ୍ୟରେ ଯୁଦ୍ଧ ନ ହେଉ। ସେତେବେଳେ ଭୀଷ୍ମ ସରଶଯ୍ୟାରେ ପଡ଼ିଲେ କର୍ଣ୍ଣ ତାଙ୍କ ପାଖକୁ ଆସି କ୍ଷମା ମାଗିଥିଲେ ଏବଂ ଭୀଷ୍ମ ତାଙ୍କୁ ଆଶୀର୍ବାଦ ଦେଇଥିଲେ।